ବନ୍ଧୁଗଣ, ଘରେ ଶଙ୍ଖ ରଖିବା ଦ୍ୱାରା କ'ଣ ହୋଇଥାଏ? ବନ୍ଧୁଗଣ, ଏକ ସମୟର କଥା ଅଟେ। ଧନର ଦେବୀ ମା ଲକ୍ଷ୍ମୀ ନିଜ ଆସନରେ ବିରାଜମାନ ଥିଲେ। ସେହି ସମୟରେ ଆକାଶ ମାର୍ଗରୁ ଦେବର୍ଷି ନାରଦ ନାରାୟଣ ନାରାୟଣ ଜପ କରି ସେଠାରେ ଉପସ୍ଥିତ ହେଲେ। ଦେବର୍ଷି ନାରଦଙ୍କୁ ଦେଖି ଦେବୀ ଲକ୍ଷ୍ମୀ କହିଲେ, ଆସନ୍ତୁ ଦେବର୍ଷି ନାରଦ, ଆପଣଙ୍କୁ ଏଠାରେ ସ୍ୱାଗତ। କୁହନ୍ତୁ, ଆଜି ପୁଣି ଏଠାକୁ କେଉଁ ପ୍ରୟୋଜନରେ ଆସିବାକୁ ହେଲା? ଦେବର୍ଷି ନାରଦ କହିଲେ, ହେ ଦେବୀ, ଆଜି ଏବେ ମୁଁ ସ୍ୱର୍ଗଲୋକରେ ବିଚରଣ କରୁଥିଲି। ତେବେ ମୋରି ମନରେ କିଛି ପ୍ରଶ୍ନ ଉଙ୍କି ମାରି ମୋରି ମନକୁ ବହୁ ବିଚଳିତ କଲା। ଏହି କାରଣରୁ ସେହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କ ପାଖକୁ ଆସିଅଛି। ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ମନରେ ଯେଉଁ ବି ପ୍ରଶ୍ନ ରହିଛି ତାହା ନିଃସଙ୍କୋଚ ହୋଇ ପଚାରନ୍ତୁ। ମୁଁ ଆପଣଙ୍କୁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସନ୍ତୁଷ୍ଟ କରିବାର ପ୍ରୟାସ ଅବଶ୍ୟ କରିବି। ଦେବର୍ଷି ନାରଦ କହିଲେ, ହେ ଦେବୀ, ମୋର ପ୍ରଶ୍ନ ଏହା କି ଘରେ ଶଙ୍ଖ ରଖିବା ଦ୍ୱାରା କ'ଣ ହୋଇଥାଏ? ଘରର ପୂଜା ଘରେ କେଉଁ ଶଙ୍ଖ ରଖିବା ଶୁଭ ହୋଇଥାଏ? ଏହା ସହ ଘରେ ଶଙ୍ଖ ରଖିବା ଦ୍ୱାରା କେଉଁ ପ୍ରଭାବ ପଡ଼ିଥାଏ? ହେ ଦେବୀ, ଏହିସବୁ ପ୍ରଶ୍ନର ଉତ୍ତର ଦେଇ ମୋତେ ସନ୍ତୁଷ୍ଟ କରିବାର ପ୍ରୟାସ ଅବଶ୍ୟ କରନ୍ତୁ। ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଆପଣଙ୍କ ଏହି ପ୍ରଶ୍ନରେ ସମସ୍ତ ମାନବ ଜାତିର କଲ୍ୟାଣ ଲୁଚି ରହିଛି। କିନ୍ତୁ ହେ ଦେବର୍ଷି ନାରଦ, ମୁଁ ଆପଣଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ଆଗରୁ କିଛି କଥା କହିବି, ଯାହାକୁ ଆପଣ ପୁରା ମନ ଧ୍ୟାନ ଦେଇ ଶେଷ ଯାଏଁ ଅବଶ୍ୟ ଶୁଣନ୍ତୁ। କାରଣ ଅଧା ଅଧୁରା ଜ୍ଞାନ ସର୍ବଦା ବିଷ ଭଳି କାମ କରିଥାଏ। ଯିଏ ବି ଏହି କଥାକୁ ପୁରା ମନ ଲଗାଇ ଶେଷ ଯାଏଁ ଶୁଣି ନେଇଥାଏ, ତାରି ଉପରେ ମୋରି କୃପା ସର୍ବଦା ବନି ରହିଥାଏ। ଦେବର୍ଷି ନାରଦ କହିଲେ, ହେ ଦେବୀ, ଆପଣ କଥା ଶୁଣାଇବା ଆରମ୍ଭ କରନ୍ତୁ। ମୁଁ ଏହାକୁ ଶେଷ ଯାଏଁ ଅବଶ୍ୟ ଶୁଣିବି। ଦେବୀ ଲକ୍ଷ୍ମୀ କଥା ଶୁଣାଇବା ଆରମ୍ଭ କଲେ। ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ହିନ୍ଦୁ ଧର୍ମରେ ପୂଜାପାଠ କରିବା ସମୟରେ ଶଙ୍ଖକୁ ନିଶ୍ଚୟ ସାମିଲ କରାଯାଇଥାଏ। ଧାର୍ମିକ ମାନ୍ୟତା ରହିଛି କି ଶଙ୍ଖର ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟରେ ହୋଇଥିଲା। ଏହା ଭଗବାନ ବିଷ୍ଣୁଙ୍କ ପ୍ରିୟ ବାଦ୍ୟଯନ୍ତ୍ର ମଧ୍ୟ ଅଟେ। ଏହି କାରଣ ଅଟେ କି ଶଙ୍ଖକୁ ପୂଜା କିମ୍ବା ପବିତ୍ର କାର୍ଯ୍ୟରେ ମଧ୍ୟ ସାମିଲ କରାଯାଇଥାଏ। ଏହା ମଧ୍ୟ ମାନା ଯାଇଥାଏ କି ଶଙ୍ଖରେ ଦେବତାଙ୍କ ବାସ ହୋଇଥାଏ। ଶଙ୍ଖର କେନ୍ଦ୍ରରେ ବରୁଣ ଦେବ, ପଛରେ ବ୍ରହ୍ମା ଓ ଆଗରେ ଗଙ୍ଗା ଓ ସରସ୍ୱତୀ ରହିଛନ୍ତି। ହିନ୍ଦୁ ପୌରାଣିକ କଥାର ଅନୁସାରେ ଭଗବାନ ବିଷ୍ଣୁ ନିଜର ବିଭିନ୍ନ ଅବତାରରେ ଦୁନିଆରୁ ନକାରାତ୍ମକକୁ ନଷ୍ଟ କରିବା ପାଇଁ ଶଙ୍ଖ ବଜାଉଥିଲେ। ଶଙ୍ଖ ବିଷ୍ଣୁଙ୍କ ପ୍ରତୀକ ଅଟେ ଓ ହିନ୍ଦୁ ଧର୍ମରେ ଏହା ପବିତ୍ର ଅଟେ। ମହାଭାରତ ସମୟରେ ଭଗବାନ କୃଷ୍ଣ ଓ ପଞ୍ଚୁ ପାଣ୍ଡବଙ୍କ ପ୍ରତ୍ୟେକଙ୍କ ପାଖରେ ଏକ ଶଙ୍ଖ ଥିଲା। ଶଙ୍ଖର ଧ୍ୱନି ବାଧାମାନଙ୍କୁ ଦୂର କରିଥାଏ। ଶଙ୍ଖରେ ରଖା ହୋଇଥିବା ପାଣିକୁ ପୂଜା କରିବା ସମୟରେ ସ୍ଥାନକୁ ଶୁଦ୍ଧ କରିବା ପାଇଁ ଛିଞ୍ଚା ଯାଇଥାଏ। କୁହାଯାଇଥାଏ କି ଶଙ୍ଖର ଧ୍ୱନି ଊର୍ଜାକୁ ଶୁଦ୍ଧ କରିଥାଏ, କାରଣ ଏଥିରେ ଉପଚାର ଓ କମ୍ପନ ଗୁଣ ରହିଥାଏ। ଯେବେ ଶଙ୍ଖକୁ ନିୟମିତ ଶ୍ୱାସର ସହ ବଜାଯାଇଥାଏ, ତେବେ ସେଥିରେ ଓମ୍ର ଧ୍ୱନି ବାହାରିଥାଏ, ଯାହା ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ଶଙ୍ଖକୁ ପ୍ରଥମ ଧ୍ୱନି ଉତ୍ପନ୍ନ କରୁଥିବା ଉପକରଣରୁ ଏକ ବୋଲି ମାନାଯାଇଥାଏ। ଶଙ୍ଖକୁ କାନର ପାଖରେ ରଖିବା ଦ୍ୱାରା ସମୁଦ୍ର ଶବ୍ଦ ଶୁଣାଯାଇଥାଏ। ଏପରି ମଧ୍ୟ ମାନା ଯାଇଥାଏ କି ଯେଉଁମାନେ ଶଙ୍ଖ ବଜାଇଥାନ୍ତି ତାଙ୍କୁ ଆଶୀର୍ବାଦ ମିଳିଥାଏ ଓ ଲମ୍ବା ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ ବନି ରହିଥାଏ। ଶଙ୍ଖକୁ ଶୁଭ ମାନା ଯାଇଥାଏ ଓ ଏହାର ଧ୍ୱନି ଘରେ ଶାନ୍ତି, ସମୃଦ୍ଧି ଓ ଭାଗ୍ୟକୁ ଆମନ୍ତ୍ରିତ କରିଥାଏ। ଶଙ୍ଖର ଶାବ୍ଦିକ ଅର୍ଥ କି ସେହି ଶଙ୍ଖ ଯେଉଁଥିରେ ପବିତ୍ର ଜଳ ରହିଥାଏ। ପୁଣି ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଏବେ ଶୁଣନ୍ତୁ ଘରେ କେଉଁ ଶଙ୍ଖ ରଖିଲେ କେଉଁ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ହେ ଦେବର୍ଷି ନାରଦ, ପ୍ରଥମ ଦକ୍ଷିଣାବର୍ତ୍ତୀ ଶଙ୍ଖ। ଦକ୍ଷିଣାବର୍ତ୍ତୀ ଶଙ୍ଖ ଡାହାଣ ଆଡ଼କୁ ଖୋଲା ହୋଇଥାଏ, ଯାହାକୁ ଧନର ସ୍ୱାମୀ କୁବେରଙ୍କ ନିବାସ ମାନାଯାଇଥାଏ। ଏହାର ମୁହଁ ବନ୍ଦ ଅଟେ। ଏହି କାରଣରୁ ଏହାର କେବଳ ପୂଜା କରାଯାଇଥାଏ ଓ କୌଣସି ଶବ୍ଦ ବାହାରି ନଥାଏ। ଡାହାଣ ହାତର ଶଙ୍ଖ ଶୁଭ ହୋଇଥାଏ ଓ ଘରେ ସୌଭାଗ୍ୟ, ଶାନ୍ତି ଓ ସମୃଦ୍ଧିକୁ ଆକର୍ଷିତ କରିଥାଏ। ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ପୂଜା ଘରର ଉତ୍ତର, ପୂର୍ବ କିମ୍ବା ଉତ୍ତର ପୂର୍ବରେ ରଖିବା ଉଚିତ। ଏହି ଶଙ୍ଖ ଉପରେ ଏକ ସ୍ୱସ୍ତିକ ବନାଇବା ଉଚିତ ଓ ଏହାର ପୂଜା ଚନ୍ଦନ, ଫୁଲ ଓ ଦୀପ ଦ୍ୱାରା କରିବା ଉଚିତ। ଦ୍ୱିତୀୟ, ବାମବର୍ତ୍ତୀ ଶଙ୍ଖ। ବାମବର୍ତ୍ତୀ ଶଙ୍ଖ ବାମ ହାତ ଆଡ଼କୁ ଖୋଲି ରହିଥାଏ ଓ ଏହାର ମୁହଁ ମଝିରେ ଖୋଲି ହୋଇ ରହିଥାଏ। ବାମ ହାତ ଦ୍ୱାରା ଆୟୋଜିତ ଏହା ସବୁଠାରୁ ଅଧିକ ଉପଲବ୍ଧି ଶଙ୍ଖ ଅଟେ ଓ ଏହା ସବୁ ଧାର୍ମିକ କାର୍ଯ୍ୟ ପାଇଁ
ଉପଯୋଗ କରାଯାଇଥାଏ। ଘରେ ବାମବତୀ ଶଙ୍ଖ ରଖିବା କିମ୍ବା ବଜାଇବା ଦ୍ୱାରା ନକାରାତ୍ମକ ଉର୍ଜାମାନ ଦୂର ହୋଇଥାଏ। ଏହା ସହ ଆଖପାଖର ବାତାବରଣ ଶୁଦ୍ଧ ହୋଇଥାଏ। ଏହାକୁ ଦେବୀ ଲକ୍ଷ୍ମୀଙ୍କ ଭାଇ ଓ ଭଗବାନ ବିଷ୍ଣୁଙ୍କ ପ୍ରିୟ ମାନାଯାଇଥାଏ। ତୃତୀୟ, ଗଣେଶ ଶଙ୍ଖ। ଗଣେଶ ଶଙ୍ଖ ଗଣେଶଙ୍କ ପ୍ରତିନିଧିତ୍ୱ କରିଥାଏ। ଏହି ଶଙ୍ଖକୁ ଘରେ ରଖିବା ଦ୍ୱାରା ବାଧାମାନଙ୍କୁ ଦୂର କରି ସଫଳତା, ଜ୍ଞାନ, ସୌଭାଗ୍ୟ ଓ ସମୃଦ୍ଧି ଆଣିବାରେ ସାହାଯ୍ୟ କରିଥାଏ। ଏହି ଶଙ୍ଖକୁ ଶୁଭ ମାନାଯାଇଥାଏ କାରଣ ଏହା ଖରାପ ପ୍ରଭାବରୁ ସୁରକ୍ଷା ପ୍ରଦାନ କରିଥାଏ। ଗଣେଶ ଶଙ୍ଖ ଆଦର୍ଶ ରୂପରେ ଘରର ମନ୍ଦିରରେ ରଖାଯାଇଥାଏ ଓ ଏହାର ପୂଜା ଦୈନିକ କିମ୍ବା ଧାର୍ମିକ ଉତ୍ସବର ସମୟରେ କରାଯାଇଥାଏ। ଏହାକୁ ଲାଲ କପଡ଼ାରେ ଘୋଡ଼ାଇ ଘରର ରତ୍ନକୋଷରେ ମଧ୍ୟ ରଖାଯାଇଥାଏ। ଚତୁର୍ଥ, ଗୌମୁଖୀ ଶଙ୍ଖ ବା ପଞ୍ଚମୁଖୀ ଶଙ୍ଖ। ପଞ୍ଚମୁଖୀ ଶଙ୍ଖକୁ ଗୌ ଶଙ୍ଖ ମଧ୍ୟ କୁହାଯାଇଥାଏ। ପଞ୍ଚମୁଖୀ ଶଙ୍ଖକୁ ଘରର ମନ୍ଦିରରେ ରଖିବା ଦ୍ୱାରା ଗାଈ ପାଳିବା ସମାନ ହିଁ ପୁଣ୍ୟ ଓ ଲାଭ ମିଳିଥାଏ। ଗାଈକୁ ଏକ ପବିତ୍ର ପଶୁ ଓ ବହୁତାୟତର ପ୍ରତୀକ ମାନାଯାଇଥାଏ। ଏହି ଶଙ୍ଖକୁ ଘରର ପୂଜା ଘରେ ରଖିବା ଦ୍ୱାରା ଆପଣଙ୍କୁ ସୁଖ ଓ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ। ପଞ୍ଚମ, କଉରୀ ଶଙ୍ଖ ବା କଉଡ଼ି ଶଙ୍ଖ। ପ୍ରାଚୀନ କାଳରୁ କଉରୀ ଶଙ୍ଖକୁ ଧନ ଓ ସମୃଦ୍ଧି ଆଣିବା ବାଲା ମାନାଯାଇଥାଏ। ପ୍ରାଚୀନ କାଳରେ ଏହାର ଉପଯୋଗ ମୁଦ୍ରାର ରୂପରେ ବ୍ୟବହାର କରାଯାଉଥିଲା ଓ ବଧୂର ବିବାହର ପୋଷାକର ଏକ ଭାଗ ଥିଲା। ହିନ୍ଦୁ ପୌରାଣିକ କଥାର ଅନୁସାରେ କଉଡ଼ିକୁ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଅନ୍ୟ ପବିତ୍ର ଜିନିଷର ସହିତ ପ୍ରାପ୍ତ କରାଯାଇଥିଲା। ହିନ୍ଦୁ ଶାସ୍ତ୍ର ଅନୁସାରେ କଉଡ଼ିକୁ ମହାଲକ୍ଷ୍ମୀଙ୍କ ପ୍ରିୟ ଉତ୍ପାଦ କୁହାଯାଇଥାଏ। ଏହା ମଧ୍ୟ ଭଗବାନ ଶିବ ସହ ସମ୍ବନ୍ଧିତ ଅଟେ ଓ ନନ୍ଦୀକୁ ସଜାଇବା ପାଇଁ ପ୍ରୟୋଗ କରାଯାଇଥାଏ। କଉଡ଼ି ଶଙ୍ଖକୁ ଘରେ ସମୃଦ୍ଧି ଓ ଧନ ପାଇଁ ପଇସା ପେଢ଼ିରେ ରଖାଯାଇଥାଏ। ଷଷ୍ଠ, ମୋତି ଶଙ୍ଖ। ମୋତି ଶଙ୍ଖ ମୋତି ଭଳି ଚମକିଥାଏ। ଏହି ଶଙ୍ଖକୁ ଘରେ ରଖିବା ଶୁଭ ମାନାଯାଇଥାଏ ଓ ଏହା ସୌଭାଗ୍ୟ, ସମୃଦ୍ଧି, ସଫଳତା ଓ ମନକୁ ଶାନ୍ତି ପ୍ରଦାନ କରିଥାଏ। ପୁଣି କଥାକୁ ଆଗକୁ ବଢ଼ାଇ ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ସପ୍ତମ, ହୀରା ଶଙ୍ଖ। ହୀରା ଶଙ୍ଖକୁ ପାହାଡ଼ି ଶଙ୍ଖ ମଧ୍ୟ କୁହାଯାଇଥାଏ। ଏହାର ଉପଯୋଗ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପୂଜାରେ କରାଯାଇଥାଏ। ଏହି ଶଙ୍ଖକୁ ଘରେ ରଖିବା ଦ୍ୱାରା ଅପାର ଧନ, ଭାଗ୍ୟ ଓ ସୁରକ୍ଷା ପ୍ରାପ୍ତି ହୋଇଥାଏ। ଅଷ୍ଟମ, ଗୋମତୀ ଚକ୍ର ଶଙ୍ଖ। ଏହି ଶଙ୍ଖ ଶୈଳ ପଥରର ଏକ ରୂପ ଅଟେ। ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ଭଳି ଦେଖାଯାଇଥାଏ। ଏହାର ଉପଯୋଗ ପୂଜା କିମ୍ବା ଧାର୍ମିକ ସମାରୋହରେ ଏକ ଯନ୍ତ୍ର ରୂପରେ କରାଯାଇଥାଏ। ବାସ୍ତୁ ଅନୁସାରେ ଗୋମତୀ ଚକ୍ର ଶଙ୍ଖକୁ ଘରର ମାଟି ତଳେ ପୋତିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରେ ରହୁଥିବା ଲୋକଙ୍କୁ ସମୃଦ୍ଧି ଓ ଲମ୍ବା ଜୀବନର ଆଶୀର୍ବାଦ ମିଳିଥାଏ। ଏହି ଶଙ୍ଖକୁ ଦୀପାବଳି ଦିନ ଦେବୀ ଲକ୍ଷ୍ମୀଙ୍କ ସହିତ ପୂଜା କରାଯାଇଥାଏ। ଗୋମତୀ ଚକ୍ର ଶଙ୍ଖକୁ କପଡ଼ାରେ ଗୁଡ଼ାଇ ପଇସା ପେଢ଼ିରେ ରଖିବା ଦ୍ୱାରା ଧନର ପ୍ରାପ୍ତି ହୋଇଥାଏ। ପୁଣି ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଏବେ ଶୁଣନ୍ତୁ ଘରେ ଶଙ୍ଖ ରଖିବା ଦ୍ୱାରା କେଉଁ ଶୁଭଫଳ ମିଳିଥାଏ। ହେ ଦେବର୍ଷି ନାରଦ, ଧାର୍ମିକ ମାନ୍ୟତା ଅନୁସାରେ ଶିବରାତ୍ରି କିମ୍ବା ନବରାତ୍ରିର ଶୁଭ ଦିନ ଶଙ୍ଖକୁ ଘରର ପୂଜା ଘରେ ରଖିବା ଦ୍ୱାରା ବହୁତ ଶୁଭ ହୋଇଥାଏ। ଘରେ ଶଙ୍ଖ ରଖିବା ଦ୍ୱାରା ଧନ ଓ ସମୃଦ୍ଧିକୁ ଆକର୍ଷିତ କରିଥାଏ। ଶଙ୍ଖ ନକାରାତ୍ମକ ଉର୍ଜାକୁ ଦୂର ରଖିବା ଓ ଶାନ୍ତି ଏବଂ ସକାରାତ୍ମକକୁ ଆମନ୍ତ୍ରିତ କରିଥାଏ। ନକାରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ପୁରା ଘରେ ଶଙ୍ଖର ଜଳ ଛିଞ୍ଚା ଯାଇଥାଏ। ଘରେ ଶଙ୍ଖର ଉପସ୍ଥିତି ଦେବୀ ସରସ୍ୱତୀଙ୍କୁ ଜାଗୃତ କରିକି ଜ୍ଞାନ ଆଣିଥାଏ। ବାସ୍ତୁଦୋଷ ଥିବା ଘରେ ନିୟମିତ ରୂପରେ ଶଙ୍ଖ ବଜାଇବା ଦ୍ୱାରା ବାସ୍ତୁଦୋଷ ସମାପ୍ତ ହୋଇଯାଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ବନ୍ଧନକୁ ମଜବୁତ କରିବା ପାଇଁ ଶୟନ କକ୍ଷରେ ଶଙ୍ଖ ରଖିବା ଉଚିତ। ପୂଜା ଘରେ ଶଙ୍ଖକୁ ସର୍ବଦା ମୂର୍ତ୍ତିଙ୍କ ଆଗରେ ତୀକ୍ଷ୍ଣ ସ୍ଥାନର ସହିତ ରଖିବା ଉଚିତ। ଶଙ୍ଖର ଖୋଲା ଭାଗ ଉପର ଆଡ଼କୁ ତଥା ଥଣ୍ଟକୁ ପାଖରେ ରଖିବା ଉଚିତ। ଏପରି ମାନା ଯାଇଥାଏ କି ମୂର୍ତ୍ତିରୁ ବାହାରୁଥିବା ଉର୍ଜା ଓ ତରଙ୍ଗ ଶଙ୍ଖର ତୀକ୍ଷ୍ଣ ସ୍ଥାନ ଆଡ଼କୁ ଆସିଥାଏ ଓ ଘରର ଚାରିଆଡ଼େ ଅନୁକୂଳ ଉର୍ଜା ବ୍ୟାପିଥାଏ। ବାସ୍ତୁ ଅନୁସାରେ ଶଙ୍ଖକୁ କୋଠରୀର ଡାହାଣ ଆଡ଼କୁ ରଖିବା ଉଚିତ। ଏହା ସହ ମନ୍ତ୍ର ଜପ କରିବା ପୂର୍ବରୁ ପୂଜା କକ୍ଷର ଶୁଦ୍ଧତା ବନାଇ ରଖିବା ପାଇଁ ଶଙ୍ଖକୁ ଭଲ ଭାବେ ଧୋଇବା ଉଚିତ। ମାନା ଯାଇଥାଏ କି ଯେଉଁ ଘରେ ଶଙ୍ଖ ରହିଥାଏ ସେହି ଘରେ ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଯଦି ଆପଣଙ୍କ ଘରେ କୌଣସି କୋଣରେ ବାସ୍ତୁଦୋଷ ରହିଛି ତେବେ ସେହି କୋଣରେ ଶଙ୍ଖ ରଖିଦିଅନ୍ତୁ, ଯାହାଦ୍ୱାରା ଦୋଷ ଓ ଖରାପ ଉର୍ଜାର ନାଶ ହୋଇପାରେ। ବାସ୍ତୁ ଶଙ୍ଖ ଯନ୍ତ୍ରକୁ
ଉତ୍ତର ପଶ୍ଚିମ ଦିଗରେ ଦୋଷକୁ ଦୂର କରିବା ପାଇଁ ରଖାଯାଇଥାଏ। କଥାକୁ ଆଗକୁ ବଢ଼ାଇ ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଏବେ ଶୁଣନ୍ତୁ ଘରେ ଶଙ୍ଖ ରଖିବାର ବାସ୍ତୁ ନିୟମ କ'ଣ? ହେ ଦେବର୍ଷି ନାରଦ, ପୂଜାର ସମୟରେ ଯେଉଁ ଶଙ୍ଖ ବଜାଯାଇଥାଏ ତାହାରି ଉପଯୋଗ ଦେବତାଙ୍କୁ ଜଳ ଚଢ଼ାଇବା ପାଇଁ ନ କରାଯିବା ଉଚିତ। ଶଙ୍ଖକୁ ପ୍ରତିଦିନ ପବିତ୍ର ଜଳରେ ସଫା କରି ତାକୁ ଧଳା କିମ୍ବା ଲାଲ ରଙ୍ଗର କପଡ଼ାରେ ଘୋଡ଼ାଇ ରଖିବା ଉଚିତ। ପୂଜାର ସ୍ଥାନରେ ଶଙ୍ଖକୁ ସର୍ବଦା ଜଳରେ ଭରି ରଖିବା ଉଚିତ। ନିୟମିତ ରୂପରେ ଶଙ୍ଖକୁ ପୂଜା କରିବା ଉଚିତ। ଭଗବାନ ଶିବଙ୍କୁ ଜଳ ଚଢ଼ାଇବା ପାଇଁ ଶଙ୍ଖର ପ୍ରୟୋଗ କଦାପି ନ କରିବା ଉଚିତ। ପୂଜା ପାଇଁ ଘରର ପୂଜା ଘରେ ଦୁଇଟି ଶଙ୍ଖ ଏକା ସାଥିରେ ନ ରଖିବା ଉଚିତ। ଶଙ୍ଖକୁ କେବେ ବି ଖାଲି ମାଟି ତଳେ ନ ରଖନ୍ତୁ, କାରଣ ଏହା ଏକ ଦେବତାଙ୍କ ସମାନ ହୋଇଥାଏ। ଭଙ୍ଗାଭଙ୍ଗି ଶଙ୍ଖକୁ କେବେ ବି ପୂଜା ଘରେ ନ ରଖିବା ଉଚିତ। କଣ୍ଟା ଥିବା ଶଙ୍ଖକୁ ଘରେ ରଖିବାରୁ ବଞ୍ଚନ୍ତୁ, କାରଣ ଏହା ଘରର ସ୍ୱସ୍ଥ ବାତାବରଣରେ ଅସନ୍ତୁଳନ ପରିସ୍ଥିତି ସୃଷ୍ଟି କରିଥାଏ। ମା ଲକ୍ଷ୍ମୀଙ୍କୁ ଶଙ୍ଖ ଅତି ପ୍ରିୟ ହେବା କାରଣରୁ ଯେଉଁ ଘରେ ଶଙ୍ଖ ରଖାଯାଇଥାଏ ସେଠାରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି ଓ ସେହି ଘରର ଲୋକଙ୍କୁ କେବେ ବି ପଇସାର ଅସୁବିଧା ରହିନଥାଏ। ଶଙ୍ଖର ଶବ୍ଦ ଦ୍ୱାରା ସୃଷ୍ଟି ହୋଇଥିବା କମ୍ପନ ଶ୍ୱାସରୋଗରେ ବହୁତ ଲାଭକାରୀ ମାନାଯାଇଥାଏ। ଯେଉଁ ବ୍ୟକ୍ତି ଶଙ୍ଖ ବଜାଇଥାଏ ତାରି ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିଥାଏ। ଶଙ୍ଖର ଧ୍ୱନି ଶୁଭ ହୋଇଥାଏ। ଯେଉଁ ଘରେ ଶଙ୍ଖ ରହିଥାଏ ସେଠାରୁ ଭୂତପ୍ରେତ ଦୂରରେ ରହିଥାଏ। ପ୍ରତିଦିନ ଶଙ୍ଖ ବଜାଇବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ। କଥାକୁ ସମାପ୍ତ କରି ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଆଶା କରୁଛି ଏହି କଥାର ମାଧ୍ୟମରେ ଆପଣଙ୍କୁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯାଇଥିବ। ଦେବର୍ଷି ନାରଦ କହିଲେ, ହେ ଦେବୀ, ଆପଣଙ୍କ ଏହି କଥା ଶୁଣି ମୁଁ ଧନ୍ୟ ହୋଇଗଲି। ଆପଣଙ୍କ ଏହି କଥାର ମାଧ୍ୟମରେ ମୋତେ ମୋରି ସବୁ ପ୍ରଶ୍ନର ଉତ୍ତର ମିଳିଗଲା। ହେ ଦେବୀ, ଆପଣଙ୍କ ଏହି କଥାକୁ ମୁଁ ପୁରା ବିଶ୍ୱ ବ୍ରହ୍ମାଣ୍ଡରେ ବିଖ୍ୟାତ ଅବଶ୍ୟ କରିବି। ବନ୍ଧୁଗଣ, ଆଶା କରୁଛି ଏହି କଥାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଏହି କଥାଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିଦିଅନ୍ତୁ। ଏହା ସହ ଭିଡ଼ିଓକୁ ଲାଇକ୍ କରି ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।